ଯାଜପୁର ଜିଲ୍ଲା ବିଞ୍ଚାରପୁର ବ୍ଲକ ଅନ୍ତର୍ଗତ ଅଳକୁଟ ଥାନା ଅଞ୍ଚଳ ବିତନା ଗାଁରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ସୋଲାର ଲାଇଟ୍ରେ କାମ କରୁଥିବା ବେଳେ କରେଣ୍ଟ ଲାଗି ଜଣେ 32 ବର୍ଷୀୟ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତକ ହେଲେ ସଞ୍ଜୟ କୁମାର ସ୍ୱାଇଁ, ପିତା କନେଇ ଚରଣ ସ୍ୱାଇଁ। ପ୍ରାଥମିକ ସୂଚନା ଅନୁଯାୟୀ ଘର ନିକଟସ୍ଥ ବିଲରେ ଲାଗିଥିବା ସୋଲାର ଲାଇଟ୍ର ତାର ଗୁଡ଼ାଇବା ସମୟରେ ସଞ୍ଜୟ କରେଣ୍ଟ ସଂସ୍ପର୍ଶରେ ଆସିଥିଲେ। ସେ ସମୟରେ ବର୍ଷା ହେଉଥିବାରୁ ଘଟଣାକୁ କେହି ଦେଖିପାରିନଥିଲେ। ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ତୁରନ୍ତ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସଞ୍ଜୟଙ୍କ ଅକାଳ ବିୟୋଗରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ତାଙ୍କ ପଛରେ ସ୍ତ୍ରୀ ଓ ଜଣେ 3 ବର୍ଷର କୁନି ଝିଅ ରହିଛନ୍ତି। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ଅକାଳ ମୃତ୍ୟୁ ଯୋଗୁଁ ପରିବାରର ଭବିଷ୍ୟତକୁ ନେଇ ଚିନ୍ତା ବଢ଼ିଯାଇଛି। ପୁଅର ମୃତ୍ୟୁ ଖବର ଶୁଣି ବାପା କନେଇ ଚରଣ ସ୍ୱାଇଁ ଭାଙ୍ଗି ପଡ଼ିଥିବା ବେଳେ ପରିବାରର କାନ୍ଦ ବୋବାଇଲେ ସମଗ୍ର ବିତନା ଗାଁ ଓ ଆଖପାଖ ଅଞ୍ଚଳ ଶୋକର ଛାୟା ଖେଳିଯାଇଛି। ତାଙ୍କ ନାଁଟା ହେଉଛି ସଞ୍ଜୟ କୁମାର ସ୍ୱାଇଁ। ସେ ବିଲରେ ଘର ପାଖରେ ତଳା ପଡ଼ିଛି, ସେ ସୋଲାର ଝଟକା ତାର ଗୁଡ଼ଉଥିଲେ। ସେ ସମୟରେ କରେଣ୍ଟ ମାରିଛି, ଯୋଉ ବିଜୁଳି ମାରିଛି ଜୋରରେ। ତାଙ୍କର ଘର ଲୋକ କେହି ଦେଖିନାହାନ୍ତି। ଯେତେବେଳେ ଘଣ୍ଟେ ଘଣ୍ଟେ ସେ ବିଲରେ କାମ କରୁଛି ତା ଘର ଖାଇଲା ବେଳେ ତା ବାପା ଆସି ଖୋଜିଲା, ଦେଖିଲା ପୁଅ କାହିଁ ନା ସେ ବିଲରେ କାମ କରୁଛି, ଘଡ଼ଘଡ଼ି ମାରୁଛି, କାହିଁ ଚଟଚଡ଼ି ମାରୁଛି, କାହିଁ ଯାଇ କାମ କରୁଛି। ଦେଖିଲା ବେଳକୁ ସେ ତାର ସେଇଠି ଅଲରେଡି ପଡ଼ିଛି। ତାପରେ ତା ବାପା ଦେଖିଲା ଏହା ହେଇଛି ଘଟଣା। ତାପରେ ଗାଁ ଲୋକ ହେଲା ପରେ ତାକୁ ଉଠେଇ ଆଣିଛନ୍ତି, ମେଡିକାଲ ଆଣିଛନ୍ତି। ଆଉ କ'ଣ ଅଛି, ଡାକ୍ତର ତ ପୋଷ୍ଟମର୍ଟମ ପାଇଁ ପଠେଇଲେ ବୋଲିକି କହିଲେ, ମୃତ ଘୋଷଣା କଲେ। ଏଠି କ'ଣ ହବ, ନିୟର ଘଣ୍ଟେ ହବ ତାଙ୍କ ଘରେ ତା ବାପ ଯାଇଛି ଛକକୁ ଆସିଛି, ତାଙ୍କର 1 ଘଣ୍ଟା ହବ ନିହାତି। ବିଲରେ ପିଲା କାମ କରିଛି, ସେ ପାଖରେ, ବେଶୀ ଦୂର ନୁହଁ, ଘରୁ ଯେତିକି ବାଟ ହବ 50 ମିଟର ଖଣ୍ଡେ ଦୂର। ଆଉ ସ୍ତ୍ରୀ ଲୋକ ଅଛନ୍ତି, ବାଳ ଫଳ ହେଇଛି। ସେଇଠି ମାରିଛି ଗୋଟେ, ସେଇ ଯୋଉ ତାର ଫାର ଗୋଡିଲା ବେଳେ ମାରିଛି ଚଟଚଡ଼ି ଘଡ଼ଘଡ଼ି। ଇଏ କାହିଁ ଜାଣିବେ, ସ୍ତ୍ରୀ ଲୋକ ଜାଣିପାରୁନାହାନ୍ତି ଏଇ ଘଟଣା। ଆଉ କ'ଣ ଅଛି, ହଁ ତିନ୍ତୁଛି, ହଁ ତିନ୍ତୁଛି। ଆଉ ଲାଗି ଲଗାଣ ବର୍ଷ ଲାଗି ରହିଛି। ଆଜ ସ୍ତ୍ରୀ ଲୋକ କିଏ ଯିବ ଦେଖିବା ପାଇଁ? ଝଟକା ତାଙ୍କ ଲଗେଇକି ଛାତରେ ଲଗେଇକି ଯାଇଛି। ସେ ଛାତ ଉପରେ ତାଙ୍କର ଯୋଉ ସୋଲାର ପ୍ଲେଟ୍ ଗୋଟେ ମିଳୁନି, ଲଗେଇକି ଯାଇଛି। ସେ ତାର ମାର ଗୁଡଉଛି, ଗୁଡେଇଛି କି ତାର ଗୁଡେଇଲା ଭିତରେ ମୁଁ ତାକୁ ପ୍ରାକ୍ଟିକାଲି ଦେଖିଲି। ଗୁଡିଲା ଭିତରେ କ'ଣ ହେଇଛି ଆଉ କ'ଣ ଅଛି, ଯେହେତୁ ତାପରେ ତାରଟା ପଡିଛି, ତା ବାପ ଦେଖିଛି। ଗୋଟେ ମୋଟା ରଡ୍ ତାର ଗୁଡେଇ ପିଠି ସାବୁଆରେ ଗୁଡେଇ ଟାଣିଛି, ଆଉ ପଡିଯାଇଛି। ଆଉ କ'ଣ ଅଛି, ସେଇଠି ଫାଟିଗଲା, ଛାତିର ଦାଗ ଅଛି ନା। ତାକୁ 32 ବର୍ଷ, ପେସେଣ୍ଟ 32 ବର୍ଷ। ତାର ଝିଅଟା 3 କି 4 ବର୍ଷ, 3 ବର୍ଷର ଝିଅଟା, ତା ସ୍ତ୍ରୀ। ଆଉ